କ୍ରାଇମବ୍ରାଞ୍ଚ ଯେଉଁ ହିସାବରେ କରୁଛି ଏମାନେ ବହୁତ ଦୀର୍ଘ ବର୍ଷ ହେଲା ସେଠି ରହିଥିଲେ। ତେଣୁ କ୍ରାଇମବ୍ରାଞ୍ଚର ସନ୍ଦେହ ଆସୁଛି ଯେ ଏମାନେ କେବଳ ଏଇ ଘଟଣାରେ ନୁହନ୍ତି, ଏ ଘଟଣାରେ ଯାହା ଆର୍ଥିକ କାରବାର ହେଇଥିବ ପୂର୍ବରୁ କ'ଣ କେତେ କାରବାର କରିଛନ୍ତି ସେଇଟାକୁ ଜାଣିବାକୁ କ୍ରାଇମବ୍ରାଞ୍ଚ ବୋଧହୁଏ ପ୍ରୟାସ କରୁଛି। ଏଇ ଯେଉଁ ଦୁଇଟି ପରୀକ୍ଷା ସେମାନେ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ କରୁଛି, ଗୋଟେ ହେଉଛି ପିଲାମାନଙ୍କର ପରୀକ୍ଷା ଯେଉଁମାନଙ୍କ ପାଇଁ ବେଳେବେଳେ ଆମେ ଶୁଣୁ ଯେ ପ୍ରଶ୍ନପତ୍ର ପ୍ରଘଟ ହେଉଛି, ତା ଦେହରେ ଯେଉଁ କାରବାର ହୁଏ ତା ଦେହରେ ସୀମିତ ଅର୍ଥ କାରବାର ହୁଏ। ଏଠୁ ଯେହେତୁ ଏଇ ଯେଉଁ ପ୍ରଶ୍ନପତ୍ର ଯଦି ସେମାନେ ସକ୍ସେସଫୁଲ ହେଇଥିବେ ବା ହେବେ ଯେଉଁମାନେ, ସେମାନଙ୍କର ସିଧାସଳଖ ଫାଇନାନ୍ସିଆଲ ବେନିଫିଟଟା ମିଳିବ, ଚାକିରି ମିଳିବ, ପ୍ରମୋସନ ମିଳିବ। ତେଣୁ ଏଥିରେ ସେମାନେ ଆର୍ଥିକ ଲାଭ ମିଳିବ। ଏଥିରେ କ୍ରାଇମବ୍ରାଞ୍ଚର ଧାରଣା ହେଉଛି ଆ ଦେହରେ ଏକ ବୃହତ ଧରଣର ଅର୍ଥର କାରବାର ହେଇଛି ଏଇ ଘଟଣା ପାଇଁ। ପୂର୍ବରୁ ଯଦି ବୋର୍ଡ ଅଫ୍ ସେକେଣ୍ଡାରୀ କରିଥିବ, ତା ପ୍ରଶ୍ନପତ୍ର କରିଥିବ, ପ୍ରଘଟ ହେଇଥିବ ବା ହେବାକୁ ପ୍ରୟାସ ହେଇଥିବ ବା ନ ହେଇଥିବ, ହଁ, ତା ପାଇଁ ମଧ୍ୟ ଅର୍ଥର କାରବାର ହେଇଛି ବୋଲି ତା ଦେହରେ ସୂଚନା ମିଳୁଛି। ସେଥିପାଇଁ ସେମାନେ ଆର୍ଥିକ ଦୃଷ୍ଟିକୋଣରୁ ଦେଖୁଛନ୍ତି ଆ ଦେହରେ କେତେ ଲାଭ ହେଇଛି। ମୁଁ ଏଇଠି ଗୋଟେ କଥା କହି ରଖିବାକୁ ଚାହେଁ ଯେ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନର ଗୋଟେ ଗାଇଡଲାଇନ୍ସ ଅଛି, ଗୋଟେ ରୁଲ୍ସ ଅଛି। ସେ ରୁଲ୍ସ ଅନୁସାରେ ଏମାନେ ଭାଉଲେଟ୍ କରିକିରି ଜଣେ ଲୋକକୁ ବର୍ଷ ବର୍ଷ ଧରିକି ସେଠି ରଖିବା, ପରିବର୍ତ୍ତନ ନ କରିବା, এই କରପ୍ସନକୁ ପ୍ରୋତ୍ସାହନ ଦିଆଯାଇଛି। ତେଣୁ ସେମାନେ ଯେତେବେଳେ ଅନେକ ଦିନ ଏଠି ରହିଲେ ସେମାନେ ଜାଣିଗଲେ ଯେ କେମିତି ପଇସା ଖାଇହେବ ବା କେଉଁ ବାଟରେ ଆମେ କଲେ ଧରା ପଡ଼ିବୁନି। ସେଥିପାଇଁ ଦୁର୍ବଳତା ରହୁଛି ଯେ ଶିକ୍ଷା ବିଭାଗର ଯେଉଁମାନେ ରହିଛି, ଗଣଶିକ୍ଷା ବିଭାଗର, ତାର ଦୁର୍ବଳତା ମଧ୍ୟ ରହୁଛି। କ'ଣ ପାଇଁ ସେମାନେ ଏ ଲୋକକୁ ଏତେ ବର୍ଷ ଧରିକି ରଖିଥିଲେ। ଦ୍ୱିତୀୟ କଥା ହେଉଛି ଏ ଲୋକ ପ୍ରଶ୍ନପତ୍ର ସହିତ ସମ୍ପୃକ୍ତ ନ ରହିଲେ ବି କେମିତି ଯେ ତାଙ୍କର ସଭାପତି ୟାଙ୍କୁ ସେ ଅଧିକାର ଦେଇଥିଲେ ତା ମଧ୍ୟ ଏକ ପ୍ରଶ୍ନ। ତେଣୁ ଏଇ ଯେଉଁ ଘଟଣା ହେଇଛି ଏକ ବୃହତ ଧରଣର କ୍ରିମିନାଲ କନସ୍ପିରେସି ଆପଣ କୁହନ୍ତୁ ବା ସମସ୍ତେ ମିଶିକିରି କରନ୍ତୁ ଏବଂ ଆଙ୍କର ଚେର ଆହୁରି ଲମ୍ବିଛି। ଆର୍ଥିକ ଦୃଷ୍ଟିକୋଣ ଯେଉଁ କାରବାର ହେଇଛି, ପଇସା ଯାଉଛି ଆସୁଛି, ତାକୁ ଧରିଲେ ଅନେକ ଲୋକ ଧରା ପଡ଼ିବେ।